ଓଡ଼ିଶାରେ ରଥଯାତ୍ରା କାହିଁକି ପ୍ରସିଦ୍ଧ? ଜଗନ୍ନାଥ ଶବ୍ଦର ଅର୍ଥ କେଉଁଠାରୁ ସୃଷ୍ଟି ହୋଇଥିଲା? କାହିଁକି ଜଗନ୍ନାଥ ପ୍ରତିବର୍ଷ ତାଙ୍କ ମାଉସୀ ମାଙ୍କ ଘରକୁ ଯାଇଥାନ୍ତି? ରଥଯାତ୍ରା ପ୍ରତିବର୍ଷ ଜୁନ୍ କିମ୍ବା ଜୁଲାଇ ମାସରେ ପଡ଼ିଥାଏ। ତିନୋଟି ଦିବ୍ୟ ସୂର୍ଯ୍ୟ ମୂର୍ତ୍ତି ଜଗନ୍ନାଥ, ବଳଭଦ୍ର, ଭଉଣୀ ସୁଭଦ୍ରା ସୁନ୍ଦର ଭାବରେ ସଜାଯାଇଥିବା କାଠ ରଥରେ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଉତ୍ସାହୀ ଭକ୍ତଙ୍କ ଦ୍ୱାରା ଟାଣି ହୋଇ ଦେବତାମାନଙ୍କର ସେବା କରିବାର ସୁଯୋଗ ପାଉଥିଲେ। ଏହି ସବୁ ନିଆରା ଦୃଶ୍ୟ ପାଇଁ ରଥଯାତ୍ରା ପ୍ରସିଦ୍ଧ ଅଟେ ଏବଂ ଭାରତୀୟ ପବିତ୍ର ଉତ୍ସବ ମଧ୍ୟରୁ ଅନ୍ୟତମ ହେଉଛି ରଥଯାତ୍ରା କିମ୍ବା ରଥଯାତ୍ରା ମହୋତ୍ସବର ମୂଳଦୁଆ ସୃଷ୍ଟି କରେ। ରଥଯାତ୍ରା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଅଟେ। ରଥଯାତ୍ରା ସମସ୍ତ ଧାର୍ମିକ ସୀମା ଅତିକ୍ରମ କରି କେବଳ ଭକ୍ତ ହିନ୍ଦୁମାନଙ୍କ ଦ୍ୱାରା ପାଳନ କରାଯାଏ ନାହିଁ, ବରଂ ମୁସଲମାନ, ବୌଦ୍ଧ ଏବଂ ଅନ୍ୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ରଥଯାତ୍ରା ନାମକ ଅଦ୍ଭୁତ ଘଟଣାର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ କାହିଁକି ରହସ୍ୟ ହୋଇ ରହିଅଛି? ବନ୍ଧୁଗଣ, ଚାଲନ୍ତୁ ଜାଣିବା ରଥଯାତ୍ରା ରହସ୍ୟର କାହାଣୀ ବିଷୟରେ। ରଥଯାତ୍ରା ଏହି ପର୍ବ ଭାରତର ଓଡ଼ିଶା ରାଜ୍ୟର ପୂର୍ବ କୂଳରେ ଥିବା ଜଗନ୍ନାଥ ପୁରୀରେ ଆରମ୍ଭ ହୋଇଥିଲା। ଜୁନ୍ କିମ୍ବା ଜୁଲାଇ ମାସରେ ରଥଯାତ୍ରା ଏଠାରେ ପାଳନ କରାଯାଏ। ଏହି ପର୍ବ ଭଗବାନ ଜଗନ୍ନାଥ କିମ୍ବା ଭଗବାନ କୃଷ୍ଣଙ୍କ ସହ ଜଡ଼ିତ ଅଟେ ଏବଂ ତାଙ୍କ ଭାଇ ଏବଂ ଭଉଣୀ ସହିତ ତାଙ୍କ ମାଉସୀଙ୍କ ବାସଭବନକୁ ବାର୍ଷିକ ଯାତ୍ରା ସ୍ମରଣ କରିଥାଏ। ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଏବଂ ଭାରତୀୟ ହିନ୍ଦୁ ପୁରାଣରେ ସର୍ବୋଚ୍ଚ ଭଗବାନ ଅଟନ୍ତି। ତେଣୁ ତାଙ୍କୁ ଅନେକ ସମୟରେ ଜଗନ୍ନାଥ ଭାବରେ ପୂଜା କରାଯାଏ। ନାମଟି ଦୁଇଟି ସଂସ୍କୃତ ଶବ୍ଦର ସଂଯୋଗରୁ ଆସିଅଛି, ଜଗତ ଏବଂ ନାଥ ଶବ୍ଦରୁ। ତେଣୁ ଜଗନ୍ନାଥ ଶବ୍ଦର ଅର୍ଥ ହେଉଛି ଜଗତର ଗୁରୁ ଏବଂ ଭଗବାନ କୃଷ୍ଣଙ୍କୁ ବୁଝାଇଥାଏ, ଯିଏ ସର୍ବୋପରି ଭଗବାନ ତଥା ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଅଟନ୍ତି। ପାରମ୍ପରିକ ଭାବରେ ବିଶ୍ୱାସ କରାଯାଏ ଯେ ଶ୍ରୀକୃଷ୍ଣ ପୃଥିବୀରେ ତାଙ୍କ ମାନବ ରୂପରେ ଦ୍ୱାପର ଯୁଗରେ ଖ୍ରୀଷ୍ଟପୂର୍ବ 3228 ମସିହାରେ ଶ୍ରାବଣ ମାସର ଅନ୍ଧକାର ଅର୍ଦ୍ଧଦିନ ମଧ୍ୟରାତ୍ରିରେ ଦେଖା ଦେଇଥିଲେ। ପୃଥିବୀରେ ରହିବା ସମୟରେ ପ୍ରଭୁ ଅନେକ ଚମତ୍କାର କାର୍ଯ୍ୟ କରିଥିଲେ ଏବଂ ତାଙ୍କର ବିଶ୍ୱସ୍ତରୀୟ ପରିଚୟ ଦେଇଥିଲେ। ମନ୍ଦକୁ ନଷ୍ଟ କରିବା ଏବଂ ଭଲକୁ ରକ୍ଷା କରିବା ପାଇଁ ଭଗବାନ କୃଷ୍ଣ ଜନ୍ମ ନେଇଥିଲେ। ଥରେ ସେ ଘୋଷଣା କଲେ ଯେ କଳି ଯୁଗରେ ସେ ଭାରତର ଓଡ଼ିଶାର ପୁରୀର ସମୁଦ୍ର କୂଳରେ ରହିବେ। ତେଣୁ ପୁରୀ ପୂଜାରୀ ହିନ୍ଦୁମାନେ ଜଗତର ପ୍ରଭୁ ଜଗନ୍ନାଥଙ୍କ ବାସସ୍ଥାନ ଭାବରେ ଗ୍ରହଣ କଲେ। ମହାନ ଋଷି ଶଙ୍କରାଚାର୍ଯ୍ୟ ପୁରୀକୁ ଚାରଧାମ ଭାବରେ ବାଛିଲେ। ଚାରି ଧାମ ହେଉଛି ଭାରତୀୟ ହିମାଳୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ତୀର୍ଥଯାତ୍ରା। ଏହି ଚାରୋଟି ସ୍ଥାନ ପରିଦର୍ଶନ କରୁଥିବା ବ୍ୟକ୍ତି ମୋକ୍ଷ ହାସଲ କରିବେ ବୋଲି ବିଶ୍ୱାସ କରାଯାଏ। ଜଗନ୍ନାଥ ପୁରୀକୁ ବର୍ଷ ସାରା ହଜାର ହଜାର ତୀର୍ଥଯାତ୍ରୀ ପରିଦର୍ଶନ କରନ୍ତି, କିନ୍ତୁ ରଥଯାତ୍ରା ସମୟରେ ସେଠାରେ ରହିବା ହାର୍ଦ୍ଦିକ ଏବଂ କାଶୀ ପରିଦର୍ଶନ ପରି ପବିତ୍ର ବୋଲି ବିବେଚନା କରାଯାଏ। ସେଥିପାଇଁ ପ୍ରତିବର୍ଷ ରାଜ୍ୟ ସରକାର ଏବଂ ସ୍ଥାନୀୟ ଲୋକ ରଥଯାତ୍ରା ଉତ୍ସବ ଆରମ୍ଭ ହେବା ପରେ ବିସ୍ତୃତ ବ୍ୟବସ୍ଥା କରାଯାଏ। ତୀର୍ଥଯାତ୍ରୀଙ୍କ ପାଇଁ ଅନେକ ଧର୍ମଶାଳା ଏବଂ ଛୋଟ ହୋଟେଲ ଏବଂ 5 ତାରକା ହୋଟେଲ ମଧ୍ୟ ଅଛି। ପୁରୀର ମନ୍ଦିର ଭଗବାନ ଜଗନ୍ନାଥ, ତାଙ୍କ ବଡ଼ ଭାଇ ବଳଭଦ୍ର
ଏବଂ ସେମାନଙ୍କ ଭଉଣୀ ସୁଭଦ୍ରାଙ୍କୁ ଉତ୍ସର୍ଗ କରାଯାଇଅଛି। ସୁଦର୍ଶନ ଚକ୍ର ମଧ୍ୟ ଏଠାରେ ଏକ ଦେବତା ହୋଇଯାଏ। ଏହି ମନ୍ଦିର ଏକ ମହାନ ଗଠନ 65 ମିଟର ଉଚ୍ଚ ଏବଂ ସହରର ମଧ୍ୟଭାଗରେ ଏକ ଉଚ୍ଚ ପ୍ଲାଟଫର୍ମରେ ଛିଡ଼ା ହୋଇଅଛି। ଏହା ଦ୍ୱାଦଶ ଶତାବ୍ଦୀରେ କଳିଙ୍ଗ ଶୈଳୀରେ ନିର୍ମିତ ହୋଇଥିଲା। ସାଧାରଣତଃ ମନ୍ଦିର ଭିତରେ ଦେବତାମାନଙ୍କୁ ପୂଜା କରାଯାଏ, କିନ୍ତୁ ରଥଯାତ୍ରା ଦିନ ଭଗବାନ ଜଗନ୍ନାଥ, ଭଗବାନ ବଳଭଦ୍ର ଏବଂ ସେମାନଙ୍କ ଭଉଣୀ ସୁଭଦ୍ରାଙ୍କ ମୂର୍ତ୍ତି ସେମାନଙ୍କ ମାଉସୀ ମନ୍ଦିର 2 କିଲୋମିଟର ଦୂରରେ ଅବସ୍ଥିତ। ସେମାନଙ୍କର ମନ୍ଦିର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ପ୍ରଭୁ ଜଗନ୍ନାଥଙ୍କ ମାଉସୀ ଗୁଣ୍ଡିଚା ଘର ବୋଲି ଅନୁମାନ କରାଯାଏ। ଏହି ମନ୍ଦିର ଏକ ସୁନ୍ଦର ଉଦ୍ୟାନ ମନ୍ଦିର ଅବସ୍ଥିତ ଏବଂ ଏହାର ନାମ ଭଗବାନ କୃଷ୍ଣଙ୍କ ମାଉସୀ ଗୁଣ୍ଡିଚାଙ୍କ ନାମରୁ ମିଳିଥିବା କୁହାଯାଇଅଛି। କିନ୍ତୁ ଅନେକ ବିଶ୍ୱାସ କରନ୍ତି ଯେ ଏହି ମନ୍ଦିରଟି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ ହୋଇଛି, ଯାହା ଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା। ଏହାର କାରଣ ହେଉଛି ସେ ହିଁ ଗୁଣ୍ଡିଚାର ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅନେକ ଲୋକ ପ୍ରଭୁ ଜଗନ୍ନାଥଙ୍କ ଜନ୍ମସ୍ଥାନ ବୋଲି ଗୁଣ୍ଡିଚା ଘରକୁ ବିଶ୍ୱାସ କରନ୍ତି। କିମ୍ବଦନ୍ତୀ ଅନୁଯାୟୀ ପ୍ରଭୁ ଜଗନ୍ନାଥ ଥରେ ତାଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ଘରକୁ ସପ୍ତାହକୁ ଥରେ ପରିଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ସେ ତାହା କଲେ। ପ୍ରତିବର୍ଷ ତାଙ୍କ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ପ୍ରଭୁ ଜଗନ୍ନାଥ ଏହି ସ୍ଥାନରେ 7 ଦିନ ବିତାଇଥିଲେ। ରଥଯାତ୍ରାର ସମ୍ପୂର୍ଣ୍ଣ ପରମ୍ପରା ଏହି ଦେବତାମାନଙ୍କର ଏହି ପ୍ରାଚୀନ ସାପ୍ତାହିକ ପ୍ରବାସରୁ ଏହାର ଉତ୍ପତ୍ତି ଅଟେ। ପର୍ବ ସମୟରେ ମୂର୍ତ୍ତିଗୁଡ଼ିକ ପୁରୀର ରାସ୍ତାରେ ମନ୍ଦିରର ସଂରଚନା ସଦୃଶ ସୁନ୍ଦର ସଜ୍ଜିତ କାଠ ରଥରେ ନିଆଯାଏ, ଯାହାଦ୍ୱାରା ସମସ୍ତେ ସେମାନଙ୍କୁ ଦେଖିବାର ସୌଭାଗ୍ୟ ପାଇପାରନ୍ତି। ଏହି ଯାତ୍ରା ଗୁଣ୍ଡିଚା ମଣ୍ଡପରେ ଶେଷ ହୁଏ, ଯେଉଁଠାରେ ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକୁ ରଥରୁ ବାହାର କରି ଭିତରକୁ ନିଆଯାଏ। 1 ସପ୍ତାହ ପରେ ଦେବତାମାନେ ରଥ ଉପରେ ସେମାନଙ୍କର ମୂଳ ବାସସ୍ଥାନ ଜଗନ୍ନାଥ ମନ୍ଦିରକୁ ଫେରି ଆସନ୍ତି। ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଭିଡ଼ିଓଟିକୁ ଆପଣମାନେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ଟିଏ କରିଦିଅନ୍ତୁ।